ଭାଙ୍ଗି ଯାଇଥିବା ଆପଣଙ୍କ ଘରର ଝାଡୁକୁ ଫୋପାଡ଼ିବା ପୂର୍ବରୁ ଏହି ଭିଡିଓକୁ ନିହାତି ଥରେ ଦେଖନ୍ତୁ। ଦେଖନ୍ତୁ, ଝାଡୁ 3 ପ୍ରକାର ହୋଇଥାଏ। ଏହି କଥାକୁ ବହୁତ କମ୍ ଲୋକ ଜାଣିଥାନ୍ତି। ଆଉ ଏମିତି ଝାଡୁ ଘରେ ମାତା ଲକ୍ଷ୍ମୀଙ୍କୁ ଆସିବାର ରୋକି ଦେଇଥାଏ। ଆମେ ଆପଣଙ୍କୁ ଜଣାଇବୁ କି ଘରେ କେଉଁ ଝାଡୁ ରହିବା ଶୁଭ ହୋଇଥାଏ ଆଉ କେଉଁ ଝାଡୁ ଆପଣଙ୍କ ଘର ପାଇଁ ବହୁତ ଅଶୁଭ ହୋଇଥାଏ। ପ୍ଲାଷ୍ଟିକ ଝାଡୁ କିମ୍ବା ଫୁଲ୍ ଝାଡୁ କେଉଁ ଝାଡୁ ଆପଣଙ୍କ ଘରେ ରଖିଲେ ଶୁଭ ହୋଇଥାଏ। ଘରେ ସବୁବେଳେ ଘରର ବୋହୂ ଝାଡୁ ଲଗାଇବା ଉଚିତ ନା କାମବାଲି ଆପଣଙ୍କ ଘରେ ଝାଡୁ ଲଗାଇବା ଉଚିତ? ଏ ସବୁ ତଥ୍ୟ ଆମେ ଆପଣଙ୍କୁ ଏହି ଭିଡିଓ ମାଧ୍ୟମରେ ଜଣାଇବୁ। ଘରର ବ୍ୟବହୃତ ହେଉଥିବା ଝାଡୁ ଆମର ଆର୍ଥିକ ଉନ୍ନତିରେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କାହିଁକି ନା ଝାଡୁକୁ ସାକ୍ଷାତ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ମନାଯାଏ। ଆଉ ଝାଡୁ ବ୍ୟକ୍ତିକୁ କରୋଡପତି ବନାଇ ଦେଇଥାଏ। ତ ଠିକ୍ ସେହିପରି ବ୍ୟକ୍ତିର କିଛି ଏମିତି ଭୁଲ କାର୍ଯ୍ୟ ଦ୍ୱାରା ଝାଡୁ ବ୍ୟକ୍ତିକୁ କାଙ୍ଗାଳ ବି ବନାଇ ଦେଇଥାଏ। ଝାଡୁକୁ ବହୁତ ସାବଧାନତାର ସହ ରଖିବା ଉଚିତ। ଝାଡୁର ପ୍ରୟୋଗ କରିବା ଦ୍ୱାରା ଆମକୁ ଅଧିକ ମହତ୍ତ୍ୱ ମିଳିଥାଏ। ଆମ ଶାସ୍ତ୍ରରେ କିଛି କଥା କୁହାଯାଇଛି। ଆପଣ ଆପଣଙ୍କ ଝାଡୁକୁ କେଉଁ ଦିଗରେ ରଖିବା ଉଚିତ ଆଉ କେଉଁ କୋଣରେ ଝାଡୁକୁ ରଖିବା ଉଚିତ। ଆମ ଧର୍ମଶାସ୍ତ୍ରରେ ଝାଡୁକୁ ମାତା ଲକ୍ଷ୍ମୀଙ୍କର ମାନ୍ୟତା ଦିଆଯାଇଅଛି ଏବଂ ଭଙ୍ଗା ଟୁଟା ଝାଡୁକୁ ଘରେ ଏପଟ ସେପଟ କରି ରଖିବା ମାତା ଲକ୍ଷ୍ମୀଙ୍କର ଭଉଣୀ ଅଲକ୍ଷ୍ମୀକୁ ମାନ୍ୟତା ଦିଆଯାଇଛି। ତ ଝାଡୁକୁ ଭୁଲ ତରିକାରେ ପ୍ରୟୋଗ କଲେ ଆମ ଜୀବନରେ ଅନେକ ପ୍ରକାର ସମସ୍ୟା ଲାଗିଯାଇଥାଏ ଏବଂ ଆମ ଜୀବନରେ ଦରିଦ୍ରତା ଆସିଯାଇଥାଏ। ଏଥିପାଇଁ ଆମେ ଆପଣଙ୍କୁ ଜଣାଇବୁ କି ଆପଣଙ୍କୁ ଝାଡୁକୁ ଠିକ୍ ପ୍ରୟୋଗ କିପରି କରିବେ ଏବଂ ଝାଡୁର ଠିକ୍ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସଫଳତାର ଦ୍ୱାର ଖୋଲିଯିବ। ଯଦି ଆମ ଜୀବନରେ ବହୁତ ସାରା କଷ୍ଟ ସମସ୍ୟା ଆସିଥାଏ, ସେହି ସମସ୍ୟା କଷ୍ଟର ଯିବାର ହିଁ ନାଁ ହିଁ ଧରି ନଥାଏ। ବାରମ୍ବାର ଆପଣଙ୍କ ଜୀବନରେ ଗୋଟିଏ ସମସ୍ୟା ସରୁ ସରୁ ଆଉ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଯାଇଥାଏ। ଆପଣଙ୍କ ଜୀବନରେ ଆପଣଙ୍କ ଘରେ ଧନର ସदैବ କଷ୍ଟ ହିଁ ହୋଇ ଚାଲିଅଛି। ଖର୍ଚ୍ଚ ଅପେକ୍ଷା ଇନକମ୍ ଆପଣଙ୍କର କମି ଯାଉଛି। ଆପଣଙ୍କ ଘରର ସକ୍ସେସର ବାଟ ନିହାତି ଖୋଲୁ ନାହିଁ। ତ ଏହି ଜିନିଷ ଆପଣଙ୍କୁ ଧ୍ୟାନ ରଖିବା ଉଚିତ, ଯାହା ଆମ ଘରେ ନେଗେଟିଭ ଏନର୍ଜି ଅଧିକ ହୋଇଯାଇଥାଏ। ତ ଏହା ଦ୍ୱାରା ଆମ ଘରେ ସମସ୍ୟା ଜନ୍ମ ନେଇଥାଏ। ଆଉ ସେହି ଜିନିଷ ଭିତରୁ ଗୋଟିଏ ହେଲା ଝାଡୁ। ଆଉ ସେହି ଝାଡୁ ଘରର ସବୁ ନେଗେଟିଭ ଏନର୍ଜିକୁ ବାହାର କରିଦେଇଥାଏ ଏବଂ ପଜିଟିଭ ଆଣିଥାଏ। ଯଦି ଆପଣ ଝାଡୁକୁ ଭୁଲ ସମୟରେ ପ୍ରୟୋଗ କରିଥାନ୍ତି ତ ଆପଣଙ୍କ ଘରେ ଗରିବୀ ଓ କାଙ୍ଗାଳି ଆସିବାର ଡେରି ଲାଗିନଥାଏ। ଠିକ୍ ସେହିପରି ଯଦି ଆପଣ ଝାଡୁକୁ ଠିକ୍ ତରିକାରେ ଉପଯୋଗ କରିବେ ତ ଆପଣଙ୍କୁ କରୋଡପତି ବି ବନାଇ ଦେଇଥାଏ। ଭିଡିଓରେ ଆଗକୁ ବଢ଼ିବା ପୂର୍ବରୁ ଯଦି ଆପଣ ଏ ପର୍ଯ୍ୟନ୍ତ ଭିଡିଓକୁ ଲାଇକ୍ କରିନାହାନ୍ତି ତ ଭିଡିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ଯେପରି ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଏବଂ ଆପଣଙ୍କର ପୁରା ପରିବାର ଉପରେ ସदैବ ବନି ରହିବ। ଏବଂ ଏ ପର୍ଯ୍ୟନ୍ତ ଯଦି ଆମ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ବହୁତ ସାରା ଲୋକ ଝାଡୁର ଭୁଲ ତରିକାରେ ଉପଯୋଗ କରିଥାନ୍ତି, ଯାହାଦ୍ୱାରା ତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ସକାଳୁ ସକାଳୁ ଆପଣ ଝାଡୁ ଲଗାଇବା ଉଚିତ। ଆପଣଙ୍କୁ ଆପଣଙ୍କର ଘରକୁ ଅପରିଷ୍କାର ରଖିବା ଉଚିତ ନୁହେଁ। ଆଜିର ଭିଡିଓରେ ଆମେ ଆପଣଙ୍କୁ ଏହା ବି ଜଣାଇବୁ କି କେଉଁ ଦିନ ଆପଣ ନୂଆ ଝାଡୁ କିଣିବେ ଆଉ କେଉଁ ଦିନ ଆପଣଙ୍କ ଘରର ଝାଡୁ ଖରାପ ବା ଭାଙ୍ଗିଯିବା ପରେ ସେହି ଝାଡୁକୁ ଆପଣଙ୍କ ଘରୁ ଫୋପାଡ଼ି ଦେବେ। ଆଉ ଦେଖନ୍ତୁ, ଆପଣ ନୂଆ ଝାଡୁକୁ ଘରେ କିପରି ପ୍ରୟୋଗ କରିବେ। ସବୁଠୁ ପ୍ରଥମେ ଆମେ ଆପଣଙ୍କୁ ଜଣାଇବୁ କି ଝାଡୁକୁ କିଣିବା ପାଇଁ ସବୁଠୁ ଶୁଭ ଦିନ କଣ ହୋଇଥାଏ। ଯଦି ଆପଣ ଝାଡୁ କିଣିକି ଆଣିବେ ତ ସବୁଠୁ ପ୍ରଥମେ ଶନିବାର ଦିନ ସେହି ଝାଡୁର ପ୍ରୟୋଗ କରିବେ। ଆପଣ ଯେବେ ବି ଝାଡୁ କିଣିପାରିବେ, କିନ୍ତୁ ଝାଡୁ କିଣିବାର ଅଛି ତ ଆପଣ କିଛି କଥାକୁ ଧ୍ୟାନ ରଖିବେ। ଯେବେ ଆପଣ ଝାଡୁ କିଣିବେ ସୋମବାର, ମଙ୍ଗଳବାର, ବୁଧବାର, ଶୁକ୍ରବାର ଏବଂ ଶନିବାର, ଏହି ସପ୍ତାହକ 7 ଦିନ ଭିତରୁ ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର ଏହି ବାର ସୌମ୍ୟବାର ମନାଯାଏ। ଏହି ଦିନ ଆପଣ ଭୁଲରେ ବି ଝାଡୁ କିଣିବା ଉଚିତ ନୁହେଁ। ଆପଣ ରବିବାର, ମଙ୍ଗଳବାର ଓ ଶନିବାର ଏହା କ୍ରୋରବାର ହୋଇଥାଏ। ଏହି ଦିନ ଝାଡୁ କିଣିବା ଆମ ପାଇଁ ବହୁତ ଶୁଭ ହୋଇଥାଏ। ଆଉ ଏହି ଦିନ
ଓ ଦୀପାବଳି କିମ୍ବା ପର୍ବପର୍ବାଣୀ ଦିନ ଆପଣ ଝାଡ଼ୁକୁ କିଣିକି ଘରକୁ ଆଣିଥାନ୍ତି। ତ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଓ ଫାଇଦା ହୋଇଥାଏ। ଆପଣ ଭାବି ବି ପାରିବେ ନାହିଁ। ଝାଡ଼ୁ ସବୁବେଳେ କ୍ରୋରବାରରେ ହିଁ କିଣିବା ଉଚିତ। ଝାଡ଼ୁକୁ ସୌମ୍ୟବାରରେ କିଣିବା ଦ୍ୱାରା ଆପଣଙ୍କ ଘରେ କ୍ଷତି ହେବା ଅବସ୍ଥା ଉପୁଜିଥାଏ। ଆଉ ନୂଆ ଝାଡ଼ୁ ଆପଣ ଯେବେ ବି କିଣିବେ ତ ଆପଣ ଶନିବାର ଦିନ ସେହି ଝାଡ଼ୁକୁ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କ ପାଇଁ, ଆପଣଙ୍କ ଘର ପାଇଁ ଅଧିକ ସୁଖ ସମ୍ପଦର ସ୍ରୋତ ବନିଥାଏ। ପୂଜା ଘରେ ଆଉ ରୋଷେଇ ଘରେ କେବେ ବି ଝାଡ଼ୁ ରଖନ୍ତୁ ନାହିଁ। ଯଦି ଆପଣ ପୂଜା ଘରେ ଝାଡ଼ୁ ରଖିଥାନ୍ତି ତ ଆପଣଙ୍କର ଯେଉଁ ଦେବସ୍ଥାନ ହୋଇଥାଏ ସେହି ସ୍ଥାନକୁ ଦେବାଦେବୀ ଆଗମନ ପାଇଁ ବହୁତ ବାଧା ଆସିଥାଏ ଏବଂ ଆପଣଙ୍କ ଘରକୁ ଦୁର୍ଭାଗ୍ୟ ଚାଲି ଆସିଥାଏ। ଆଉ ଆପଣଙ୍କ ଘରେ ନେଗେଟିଭ ପ୍ରବେଶ କରିଥାଏ। ତ ଆପଣ ଭୁଲରେ ବି ଐଶାନ୍ୟ କୋଣରେ ଝାଡ଼ୁକୁ ରଖନ୍ତୁ ନାହିଁ। ଆପଣ ଏବେ ଭାବୁଥିବେ ଯଦି ଐଶାନ୍ୟ କୋଣରେ ଝାଡ଼ୁ ରଖିବେନି ତେବେ କେଉଁ ଜାଗାରେ ଆମେ ଝାଡ଼ୁ ରଖିବା? ତ ଝାଡ଼ୁ ରଖିବାର ସବୁଠୁ ଉତ୍ତମ ଓ ଶୁଭ ସ୍ଥାନ ହେଉଛି ଘରର ଦକ୍ଷିଣ ପଶ୍ଚିମ କୋଣ। ଯଦି ଆପଣ ଦକ୍ଷିଣ ପଶ୍ଚିମ କୋଣରେ ଝାଡ଼ୁ ରଖିବେ ତ ଏହା ମନାଯାଏ କି ମାତା ଲକ୍ଷ୍ମୀଙ୍କର ଆପଣଙ୍କ ଘରେ ବାସ ହେବା ଷ୍ଟାର୍ଟ ହୋଇଯିବ। ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାକୁ ଲାଗିବେ। ଦକ୍ଷିଣ ପଶ୍ଚିମ କୋଣ ଘରର ମାଲିକ ସ୍ଥାନ ମନାଯାଏ। ଏଥିପାଇଁ ଏହି କୋଣରେ ଯଦି ଆପଣ ଝାଡ଼ୁ ରଖିବେ ତ ଆପଣଙ୍କ ଘରେ ଉନ୍ନତି ବଢ଼ିଥାଏ। ଏବେ ଆସନ୍ତୁ ଜାଣିବା କେଉଁ ସମୟରେ ଆପଣ ଝାଡ଼ୁ ଲଗାଇବେ। ଆଉ ବେଦ ପୁରାଣରେ 4ଟି ସମୟ ବତାଯାଇଛି। ଯେଉଁ ବ୍ୟକ୍ତି ରାତ୍ରି ସମୟରେ ଝାଡ଼ୁ ଲଗାଇଥାନ୍ତି ତାଙ୍କ ଘରେ ଦରିଦ୍ରତା ପାଦ ରଖିଥାଏ। ସବୁବେଳେ ସଫା ରଖିବା ଦ୍ୱାରା ମାତା ଲକ୍ଷ୍ମୀ ସେହି ଘରେ ବାସ କରିବାକୁ ଲାଗିବେ। ମାତା ଲକ୍ଷ୍ମୀ ସେହି ଘରେ ତାଙ୍କ ନିବାସ ସ୍ଥାନ ବନାଇ ରଖିବେ। ମାତା ଲକ୍ଷ୍ମୀ ନିବାସ ସ୍ଥାନ ବନିବା ପାଇଁ ସବୁବେଳେ ସଫାସୁତୁରା ଜାଗା ହିଁ ଖୋଜିଥାନ୍ତି। ଏଥିପାଇଁ ଘରେ ମାତା ଲକ୍ଷ୍ମୀ ରହିବା ପାଇଁ ସଫାସୁତୁରା ସ୍ଥାନ ରଖିବା ଉଚିତ। ଯଦି ଆପଣ ଝାଡ଼ୁକୁ ରାତ୍ରି ସମୟରେ ଲଗାଇବେ ତ ଆପଣଙ୍କର ବହୁତ ବଡ଼ କମଜୋରି ଥାଏ, ଯେଉଁ କାରଣରୁ ଆପଣ ରାତ୍ରିରେ ଝାଡ଼ୁ ଲଗାଇବାକୁ ପଡ଼ିଥାଏ। ତ ଆପଣ କ'ଣ କରିବେ ନା ଝାଡ଼ୁ କରି ସାରିବା ପରେ ସେହି ଅଳିଆକୁ ବାହାର କରିବେ ନାହିଁ। ଝାଡ଼ୁ ଲଗାଇବା ସମୟରେ କେବେ ବି ଝାଡ଼ୁକୁ ଗୋଡ଼ ମାରିବା ଉଚିତ ନୁହେଁ। ଯଦି ଆପଣଙ୍କ ଅଜାଣତରେ ଝାଡ଼ୁରେ ଆପଣଙ୍କ ଗୋଡ଼ ବାଜିଥାଏ ତ ସଙ୍ଗେ ସଙ୍ଗେ ଝାଡ଼ୁକୁ ଛୁଇଁ କ୍ଷମା ମାଗି ନେବା ଉଚିତ। ଝାଡ଼ୁକୁ ଗୋଡ଼ ମାରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିନଥାନ୍ତି। ସେହି ସ୍ଥାନରେ ମାତା ଲକ୍ଷ୍ମୀଙ୍କର ଭଉଣୀ ଅଲକ୍ଷ୍ମୀ ବାସ କରିଦେଇଥାନ୍ତି। ଯଦି ଆମେ ବୈଜ୍ଞାନିକ କୋଣରେ ଦେଖିବା କି ଯଦି ଆମ ପାଦ ଝାଡ଼ୁରେ ଲାଗିଯାଏ ତ ଝାଡ଼ୁର କୀଟାଣୁ ଆମ ଶରୀରରେ ଲାଗିଯାଇଥାଏ। ଝାଡ଼ୁକୁ ଯଦି ଆପଣ ଗୋଡ଼ ମାରନ୍ତି ତ ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଝାଡ଼ୁକୁ ଗୋଡ଼ ମାରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଗୋଡ଼ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ କରିଥାନ୍ତି। ସବୁବେଳେ ଝାଡ଼ୁକୁ ଲୁଚେଇକି ରଖିବା ଉଚିତ। ଝାଡ଼ୁକୁ ଭୁଲରେ ବି ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ। ଯଦି ବି ଆପଣ ଝାଡ଼ୁକୁ ଖୋଲା ସ୍ଥାନରେ ରଖିବେ ଏହା ବହୁତ ବଡ଼ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ସବୁବେଳେ ଚେଷ୍ଟା କରନ୍ତୁ କି ଆପଣ ଆପଣଙ୍କ ଘରର ଝାଡ଼ୁକୁ ଏପରି ଜାଗାରେ ଲୁଚାଇକି ରଖିବେ ଯାହା ବାହାର ଲୋକଙ୍କ ନଜର ଆପଣଙ୍କ ଝାଡ଼ୁ ଉପରେ ନ ପଡ଼େ। ଏବେ ଆପଣ ଭାବୁଥିବେ କି ଆମେ ଝାଡ଼ୁକୁ କେଉଁଠି ରଖିବୁ? ତ ଆପଣ ଭାବୁଥିବେ ଆପଣଙ୍କର ପଲଙ୍କ ତଳେ ଝାଡ଼ୁକୁ ଲୁଚାଇକି ରଖିବା ପାଇଁ। କିନ୍ତୁ ଭୁଲରେ ବି ଝାଡ଼ୁକୁ କେବେ ଆପଣଙ୍କର ପଲଙ୍କ ତଳେ ରଖିବେ ନାହିଁ। ନଚେତ୍ ଆପଣଙ୍କ ଘରେ ଉନ୍ନତି ବହୁତ ଜଲ୍ଦି ଶେଷ ହୋଇଯାଇଥାଏ। ଏଥିପାଇଁ ଆପଣଙ୍କୁ ଆପଣଙ୍କର ପଲଙ୍କ ତଳେ ଝାଡ଼ୁ ରଖିବେ ନାହିଁ। ଯଦି ଆପଣଙ୍କ ଘରର ଦୁଆର ଭିତରକୁ ଗାଈ ପଶି ଆସେ ତ ଭୁଲରେ ବି ଆପଣ ଝାଡ଼ୁରେ ଗାଈକୁ ଘଉଡ଼ାଇବେ ନାହିଁ। ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ କରିଥାନ୍ତି। ଝାଡ଼ୁକୁ କେବେ ବି ଠିଆ କରି ରଖନ୍ତୁ ନାହିଁ। ବହୁତ ସାରା ବ୍ୟକ୍ତି ଝାଡ଼ୁକୁ ଠିଆ କରି ରଖିଥାନ୍ତି କିନ୍ତୁ ଏହା ବହୁତ ବଡ଼ ଅଶୁଭ ହୋଇଥାଏ। ଯଦି ଆପଣ ଗୃହ ପ୍ରବେଶ କରିଥାନ୍ତି ଆଉ ଆପଣ ଚାହାନ୍ତି କି ଆପଣଙ୍କ ପାଇଁ ଆପଣଙ୍କ ନୂଆ ଘର ପୁରା ଲକି ହେଇଯାଉ ତ ନୂଆ ଘରକୁ ନୂଆ ଝାଡ଼ୁକୁ ଧରିକି ଘର ଭିତରକୁ ପ୍ରବେଶ କରିବା ଉଚିତ। କାହିଁକି ନା ଝାଡ଼ୁରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଯେବେ ଝାଡ଼ୁକୁ ଆପଣ ଘର ଭିତରକୁ ନେଇକି ଯିବେ ତ ଏହା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ସହିତ ନୂଆ ଘରକୁ ପ୍ରବେଶ କରିବେ। ଏହା ଦ୍ୱାରା ଆପଣଙ୍କର ନୂଆ ଘରେ ସୁଖ ସମୃଦ୍ଧି ଆସିଥାଏ। ଆପଣଙ୍କ ଘରର ଉନ୍ନତି ହୋଇଥାଏ। ଆପଣ ଆପଣଙ୍କ ଘରର ମେନ୍ ଦ୍ୱାର ସାମ୍ନାରେ ପ୍ରତିଦିନ ରାତିରେ ଝାଡ଼ୁ ରଖିବେ। ଏହା ଦ୍ୱାରା ଆପଣଙ୍କ ଘରେ ଯାହା ବି ନକାରାତ୍ମକ ଊର୍ଜା ଥାଏ ତାହା ଧୀରେ ଧୀରେ ଶେଷ ହୋଇଯିବ। କିନ୍ତୁ ଧ୍ୟାନ ଦେବେ
ଏହି କାମ ଆପଣ କେବଳ ରାତ୍ରି ସମୟରେ ହିଁ କରିବେ ଏବଂ ଦିନରେ ସେହି ଝାଡ଼କୁ ଉଠାଇ ଆଣି ଲୁଚାଇକି ରଖିବେ। ଏହା ସହ ଆଉ ଗୋଟିଏ ବି ଛୋଟିଆ କାମ ଆପଣଙ୍କୁ କରିବାକୁ ପଡ଼ିବ। ଯଦି ଆପଣ ମାତା ଲକ୍ଷ୍ମୀଙ୍କର କୃପା ପାଇବା ପାଇଁ ଚାହାନ୍ତି, ଯଦି ଆପଣ ଚାହାନ୍ତି କି ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ସदैବ ବନି ରହୁ, ତ ଏଥିପାଇଁ ଘରର ଆଖପାଖରେ କୌଣସି ବି ମନ୍ଦିରରେ ବ୍ରହ୍ମ ମୁହୂର୍ତ୍ତରୁ ମାନେ 4:30 ମିନିଟରୁ 5ଟା ଭିତରେ ସେହି ମନ୍ଦିରକୁ 3ଟି ଝାଡ଼ୁକୁ ନେଇକି ଯିବେ। ଆଉ ସେହି ଝାଡ଼ୁକୁ ନୂଆ ଝାଡ଼ୁ ହିଁ ନେବେ। ପୁରୁଣା ଝାଡ଼ୁ ନେବେନି। ଯଦି ଚାହିଁବେ ଆପଣ ଝାଡ଼ୁ ଦାନ କରିବେ, ତ ଏହା ଅଧିକ ଶୁଭ ମନାଯାଏ। ଆଉ ଏହି ଉପାୟକୁ ଆପଣ କେଉଁ ଦିନ କରିବେ? ତ ଦେଖନ୍ତୁ ଯେଉଁଦିନ କୌଣସି ବଡ଼ ଦିନ ପଡ଼ିବ, ଯେପରିକି ଗ୍ରହଣ ଲାଗିବା, ଶୁଭ ଯୋଗ ଥିବ କିମ୍ବା ଶୁକ୍ରବାର ଦିନ ସକାଳୁ ସକାଳୁ ଆପଣ ମନ୍ଦିରକୁ ସେହି ଝାଡ଼ୁ ନେଇକି ରଖିକି ଆସିବେ। ଆଉ ଗୁପ୍ତ ରୂପରେ ଏହାକୁ କରିବେ। କାହାକୁ ବି ଝାଡ଼ୁ ଦେବା ସମୟରେ କି ଝାଡ଼ୁ ଦଉଛନ୍ତି ବୋଲି ମନ୍ଦିରକୁ ଜଣାଇବେ ନାହିଁ। ଝାଡ଼ୁ ରଖିବା ସମୟରେ ଆପଣଙ୍କୁ ଯେପରି କେହି ନ ଦେଖିବେ ତାହାର ଧ୍ୟାନ ରଖିବେ। ଏହା ଶାସ୍ତ୍ରରେ ଗୁପ୍ତ ଦାନର ବହୁତ ଅଧିକ ବିଶେଷ ମହତ୍ତ୍ୱ ବତାଯାଇଛି। ଯେଉଁଦିନ ବି ଆପଣ ଏହି କାମ କରିବେ, ସେହି ଦିନର ପୂର୍ବ ଦିନ ଆପଣ ମାର୍କେଟରୁ 3ଟି ନୂଆ ଝାଡ଼ୁ କିଣିକି ଘରେ ଆଣିକି ରଖିବେ। ଝାଡ଼ୁକୁ ମାତା ଲକ୍ଷ୍ମୀଙ୍କର ବହୁତ ବଡ଼ ପ୍ରତୀକ ମନାଯାଏ। ଆଉ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବା ଆପଣ ଯଦି ଚାହୁଁଛନ୍ତି ତ ଆପଣ ଏହି କାମ ବ୍ରହ୍ମ ମୁହୂର୍ତ୍ତରୁ ଅବଶ୍ୟ କରନ୍ତୁ। ଆପଣ ନିଜେ ଦେଖିବେ କିପରି ଏହାର ଫାଇଦା ଆପଣଙ୍କୁ ମିଳିବ। ସକାଳୁ ଉଠି ଦର୍ପଣ ଦେଖିବା ବହୁତ ବଡ଼ ଅଶୁଭ ହୋଇଥାଏ। ଧର୍ମଶାସ୍ତ୍ରରେ ଏହା କୁହାଯାଏ କି ସକାଳ ସମୟରେ ଆଇନାରେ ନିଜ ଚେହେରାକୁ ଦେଖିବା ଦ୍ୱାରା ଦରିଦ୍ରତା, ଦୁର୍ଭାଗ୍ୟ ଓ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ଆପଣଙ୍କୁ ପଡ଼ିଥାଏ। ଏହି ଅଭ୍ୟାସ ଆପଣଙ୍କ ଜୀବନରେ ନେଗେଟିଭ୍ ଊର୍ଜାକୁ ଆକର୍ଷିତ କରିଥାଏ, ଯାହା ସୁଖ, ଶାନ୍ତି ଓ ସମୃଦ୍ଧିରେ ପ୍ରଭାବ ପଡ଼ିଥାଏ। ଏଥିପାଇଁ ସକାଳୁ ଉଠି ଭୁଲରେ ବି ଆଇନା ଦେଖନ୍ତୁ ନାହିଁ। ଏହି କଥାର ବିଶେଷ କରି ଧ୍ୟାନ ରଖିବେ। ଦ୍ୱିତୀୟ ଜିନିଷଟି ହେଉଛି ସକାଳୁ ଉଠିବା ପରେ ଭୋଜନର ସେବନ କରନ୍ତୁ ନାହିଁ। ଶାସ୍ତ୍ର ଅନୁସାରେ ବିନା ସ୍ନାନରେ, ବିନା ସଫାସୁତୁରାରେ ସୂର୍ଯ୍ୟଦେବଙ୍କୁ ଜଳ ନ ଦେବାରେ ଭୋଜନ କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତିଙ୍କର ସକାଳୁ ଉଠି ଚା ପିଇବାର ଅଭ୍ୟାସ ଥାଏ, ସେହି ବ୍ୟକ୍ତି ଏହି ଅଭ୍ୟାସକୁ ଛାଡ଼ିଦେବା ଉଚିତ। ଯଦି ଚା ପିଇବା ବହୁତ ଜରୁରୀ ହୋଇଥାଏ, ତ କମ୍ ସେ କମ୍ ଦାନ୍ତ ଘଷନ୍ତୁ କିମ୍ବା ପାଟି କୁଳି କରି ଚାହା ପିଅନ୍ତୁ। ନମ୍ବର 3, ସକାଳୁ ସକାଳୁ ଉଠି ଭାଗ୍ୟକୁ ନିନ୍ଦିବା ବା ଭାଗ୍ୟକୁ ଦୋଷ ଦେବା ବହୁତ ଅଶୁଭ ମନାଯାଇଥାଏ। ସକାଳ ସମୟରେ ଆପଣଙ୍କ ମୁହଁରେ ଈଶ୍ୱରଙ୍କର ନାମ ଜପ କରିବା ଉଚିତ। ଯଦି ଆପଣ ନକାରାତ୍ମକ କଥାବାର୍ତ୍ତା କରିବେ ତ ଏହା ଆପଣଙ୍କ ଜୀବନରେ ଅନେକ ପ୍ରକାର ସମସ୍ୟା ଆଣିଥାଏ। ସକାଳୁ ଉଠି ଈଶ୍ୱରଙ୍କର ଧ୍ୟାନ କରିବା, ଯାହା ଫଳରେ ଆପଣଙ୍କର ପୁରା ଦିନ ଶୁଭ ଫଳଦାୟୀ ହେବ। ନମ୍ବର 4, ଗଙ୍ଗା ଜଳର ମହତ୍ତ୍ୱ। ଗଙ୍ଗା ଜଳକୁ ଆମ ଶାସ୍ତ୍ରରେ ପବିତ୍ର ମନାଯାଇଛି। ପୌରାଣିକ କଥା ଅନୁସାରେ ଗଙ୍ଗା ଏକ ଏମିତି ନଦୀ ଯେଉଁ ନଦୀରେ ପ୍ରତ୍ୟେକ ଦେବୀ ଦେବତାମାନେ ସ୍ନାନ କରିଥାନ୍ତି। ଏଥିପାଇଁ ଗଙ୍ଗା ଜଳକୁ କେବେ ବି ଅଶୁଦ୍ଧ ମନାଯାଏ ନାହିଁ। ରାତ୍ରିରେ ଶୋଇବା ପୂର୍ବରୁ ତମ୍ବା ଲୋଟାରେ ପାଣି ଭରିବେ। ସେହି ପାଣିରେ ଅଳ୍ପ ଗଙ୍ଗା ଜଳ ମିଶାଇ ସେହି ଲୋଟାକୁ ଆପଣଙ୍କର ମୁଣ୍ଡ ପାଖରେ ରଖିବେ। ସକାଳୁ ସେହି ଜଳକୁ ଆପଣ ଆପଣଙ୍କର ବିଛଣା ଉପରେ ଛିଞ୍ଚି ଦେବେ। ତାପରେ ଆପଣ ନିଜେ ସେହି ଜଳକୁ ପାନ କରିବେ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଯେଉଁ ବ୍ୟକ୍ତି ନିୟମିତ ରୂପରେ ଏପରି କରିଥାନ୍ତି ବା ସେ ଯୁଗ ପରେ ଯୁଗ ଲାଭ ପ୍ରାପ୍ତ କରିଥାନ୍ତି। ଏମିତି ବ୍ୟକ୍ତି ମାତା ଲକ୍ଷ୍ମୀଙ୍କ କୃପାରୁ ରଙ୍କରୁ ବି ରାଜା ବନି ଯାଇଥାନ୍ତି। ଯଦି ଆପଣ ଚାହାନ୍ତି କି ଆପଣଙ୍କ ଜୀବନରୁ ସକାରାତ୍ମକ ଊର୍ଜା ଓ ଦରିଦ୍ରତା ସମାପ୍ତ ହେଇଯାଉ, ତ ସକାଳୁ ଉଠୁ ଉଠୁ ସବୁଠୁ ପ୍ରଥମେ ଭଗବାନଙ୍କୁ ଦର୍ଶନ କରନ୍ତୁ। ଦର୍ପଣରେ ଆପଣଙ୍କର ଚେହେରା ଦେଖିବେ ନାହିଁ। ହନୁମାନଙ୍କ ଫଟୋକୁ ଦର୍ଶନ କରନ୍ତୁ। ଆପଣଙ୍କ ଘରର କାନ୍ଥରେ ପ୍ରଭୁ ହନୁମାନଙ୍କର ସୁନ୍ଦର ଫଟୋ ଲଗାନ୍ତୁ। ଆଉ ସକାଳୁ ସେହି ଫଟୋକୁ ଦର୍ଶନ କରିବା ଦ୍ୱାରା ଆପଣ ଆପଣଙ୍କ ଜୀବନରେ ଉନ୍ନତି କରିବେ ଏବଂ ଶାନ୍ତି ଆପଣଙ୍କ ଜୀବନରେ ଆସିବ। ସକାଳୁ ଉଠୁ ଉଠୁ ଧରିତ୍ରୀକୁ ସ୍ପର୍ଶ କରିବେ ଏବଂ ଧରିତ୍ରୀ ମାତାଙ୍କର ଆଶୀର୍ବାଦ ନେବେ। ବେଡ୍‌ରୁ ଉଠୁ ଉଠୁ ଧରିତ୍ରୀକୁ ପାଦ ରଖିବା ପୂର୍ବରୁ ଧରିତ୍ରୀ ମାତାଙ୍କୁ କ୍ଷମା ପ୍ରାର୍ଥନା କରିବେ। ତାପରେ ଯାଇ ଧରିତ୍ରୀ ଉପରେ ପାଦ ରଖିବେ। ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟରେ ଆସୁଥିବା ଅସୁବିଧା ଦୂର ହୋଇଥାଏ। ଏବେ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣ ନିଜେ କହିଛନ୍ତି କି କେଉଁ ଜିନିଷ ସକାଳୁ ଉଠୁ ଉଠୁ ଖାଇବା ଉଚିତ। ନମ୍ବର 1, ଯେତେବେଳେ ଆପଣ ଘରୁ ବାହାରକୁ ଯାଉଛନ୍ତି ତ 2ରୁ 4ଟି ଦାନା
ଚାଉଳ ଆପଣ ନିହାତି ଆପଣଙ୍କ ପାଖରେ ରଖନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କର ଅସୀମ କୃପା ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ନମ୍ବର 2, ଯେତେବେଳେ ଆପଣ ସକାଳୁ କାମରେ ଯାଉଛନ୍ତି ତ ଭଗବାନଙ୍କ ଗଳାରେ ଚଢ଼ାଯାଇଥିବା ମାଳା କିମ୍ବା ଚରଣରେ ରଖାଯାଇଥିବା ଫୁଲର ଭିତରୁ ଗୋଟିଏ ଫୁଲର ପାଖୁଡ଼ା ନେଇ ଆପଣ ନିଜେ ଖାଇ ନିଅନ୍ତୁ। ଏହା ଆପଣଙ୍କୁ ଈଶ୍ୱରୀୟ କୃପା ପ୍ରଦାନ କରିଥାଏ, ଯାହାଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହୋଇଯିବ। ନମ୍ବର 3, ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଯଦି କୌଣସି ଭଲ କାର୍ଯ୍ୟ ପାଇଁ ଆପଣ ବାହାରକୁ ଯାଉଛନ୍ତି ତେବେ ମିଠା ଅବଶ୍ୟ ଖାଇକି ଯାଆନ୍ତୁ। ସକାଳ ସମୟରେ ମିଠା ଖାଇବା ସର୍ବୋତ୍ତମ ମନାଯାଏ। ଏହାଦ୍ୱାରା ବ୍ୟକ୍ତିକୁ ସଫଳତା ଓ ଶୁଭତା ପ୍ରାପ୍ତ ହୋଇଥାଏ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ନମ୍ବର 4, ଭଗବାନ ଶ୍ରୀକୃଷ୍ଣଙ୍କ କଥା ଅନୁସାରେ ମଥାରେ ଚନ୍ଦନର ତିଳକ ଲଗାଇବା ବିଶେଷ ଲାଭ ପ୍ରାପ୍ତ କରିବାର ସଂକେତ ହୋଇଥାଏ। ଶାସ୍ତ୍ରରେ ବତାଯାଇଛି କି ଯେଉଁ ବ୍ୟକ୍ତି ସକାଳୁ ତାଙ୍କ ମଥାରେ ଚନ୍ଦନର ତିଳକ ଲଗାଇ ବାହାରକୁ ଯାଇଥାନ୍ତି ତ ତାଙ୍କ ଉପରେ ସदैବ ଈଶ୍ୱରଙ୍କର କୃପା ବନି ରହିଥାଏ। ତିଳକ ଲଗାଇବା ଦ୍ୱାରା ମନୁଷ୍ୟର ଅକାଳ ମୃତ୍ୟୁଠାରୁ ବଞ୍ଚିଥାଏ ଏବଂ ନକାରାତ୍ମକ ଶକ୍ତି ସେହି ବ୍ୟକ୍ତି ଉପରେ ପ୍ରଭାବ ପକାଇ ପାରିନଥାଏ। ତ ଆଶା କରୁଛି ଆଜିର ଭିଡ଼ିଓରେ କୁହାଯାଇଥିବା ପ୍ରତ୍ୟେକ ତଥ୍ୟ ଆପଣ ଫାଇଦାଦାୟକ ହେବ। ତେବେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିହାତି ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ।